ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଙ୍ଗିଦାଠାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଘୋର ଅବହେଳାରୁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାରରେ। ତା 28/11/2024 ଗୁରୁବାର ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ତ୍ୟାଗ କରିଛନ୍ତି। କାରଣ ଖାଦ୍ୟରୁ କୁଢ଼ କୁଢ଼ ଧଳା ପୋକ ବାହାରିବାରୁ ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଏଠାରେ ଆଗରୁ ବହୁବାର ମଧ୍ୟ ଏପରି ପୋକ ବାହାରିବାକୁ ନେଇ ଅଭିଯୋଗ ହୋଇଛି, କିନ୍ତୁ କିଛି ସୁଫଳ ମିଳିପାରି ନାହିଁ। କିନ୍ତୁ ବୁଧବାର ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ତ୍ୟାଗ କରିବାରୁ ବହୁ ପରିମାଣର ଖାଦ୍ୟ ନଷ୍ଟ ହୋଇଛି। ଏଥିପାଇଁ ଦାୟୀ କିଏ? ଜନସାଧାରଣରେ ଚର୍ଚ୍ଚା ହେଉଛି। ସରକାରଙ୍କ ଏତେ ସବୁ ସୁବିଧା ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ପୋକ ସାଲୁବାଲୁ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ଖାଲି ସେତିକି ନୁହେଁ ଆଜ୍ଞା, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ କାହାର କାହା ସହିତ ମନ ମିଶୁନାହିଁ। ପରସ୍ପର ମଧ୍ୟରେ ଝଗଡ଼ା ଓ ବାକ୍ ବିତଣ୍ଡା ଘଟୁଛି। ଶିକ୍ଷକମାନେ ମନ ଇଚ୍ଛା ଛୁଟିରେ ରହୁଛନ୍ତି। ଏସବୁ ସମସ୍ୟାକୁ ଅଭିଭାବକମାନେ ଅଭିଯୋଗ କଲେ ସେ କଥାକୁ କର୍ଣ୍ଣପାତ ନ କରି ଓଲଟା ଧମକ ଚମକ ଦେଉଛନ୍ତି ଯେ ଆମେ ତୁମ ନାଁରେ FIR ଦେବୁ। ଏହିସବୁ ତାନାଶାହୀକୁ ଜନସାଧାରଣରେ ଘୋର ନିନ୍ଦା କରାଯାଉଛି।